ମାନେ ମରିକିରି ଘରକୁ ଚଳିଥାନ୍ତା ତୁ ଯୋଉ ଏଭଳିଆ କଷ୍ଟ ତୁ ଯୋଉ କଷ୍ଟ ପାଉଛୁ ତା ଭାଇ କହୁଛି ମାନେ ଇଏ ତ ଯାହା ଅବସ୍ଥା କହନ୍ତୁ ଯୋଉ କ୍ରନ୍ଦନ ଚିତ୍କାର କରୁଥାଏ ଚିତ୍କାର ଯୋଉ ପର୍ଯ୍ୟନ୍ତ ସେ ମେଡିସିନ ଦିଆ ହଉଛି କଣ ପେନ୍ କ୍ଲିୟର ସେତିକି ପର୍ଯ୍ୟନ୍ତ କଷ୍ଟ ସମ୍ଭାଳି ହଉଛି କିନ୍ତୁ ସେ ଛାଡିଲା ମାତ୍ରକେ ଚିତ୍କାର ଚିତ୍କାର ପରେ ଯେମିତି ମାଛଟିଏ ବାହାରେ ଯୋଉ ଛାଡ଼ିଦେଲେ ସେଭଳିଆ ଡେଉଁଥାଏ ତା ଭାଇ ହେଲେ କାନ୍ଦୁଥାଏ କେମିତି କଣ ମରିଗଲେ ପରେ ଭଲ ଇଏ ଅଧା ଜମା ପଡା ହେଇକି ଏତେ କଷ୍ଟ ପାରେ ଭାରି କଷ୍ଟ ସେଦିନ ରାତିରେ ସେ ଚେତା ଫେରିଥିଲା ମାନେ ହେଇଛି ସେ କାନ୍ଥକୁ ଅନଉଛି ଦେଖୁଛି ଯେ ଟିଭି ପର୍ଦା ଦେଖନ୍ତି ଟିଭି ପର୍ଦାରେ ସେ ଭଳିଆ ବିକଟାଳ ଲୋକ ପୁରା ଆଖି ପୁରା ମାନେ ପୁରା ଏଡେ ଏଡେ ଡିମ୍ବ ଫଳ ଭଳିଆ ଲାଲ ଲାଲ ଦେଖା ହଉଛି ଏଡେ ଏଡେ ଆଖି ଦେଖା ହଉଛି ଡୁଳା ପୁରା ବାହାରି ପଡିଛି ବାହାରକୁ ଆପଣ ସାଧାରଣ ପିଲା ଛୋଟ ପିଲା ଡରିବା ପାଇଁ ସେ କଣ ୟାକୁ ଏମିତି ଓଲଟେଇ ଦିଅନ୍ତି ଛୋଟ ପିଲା ଦେଖିଛନ୍ତି ନା ଡରି ଯାଆନ୍ତି ଯଦି କହିଲେ ଆମେ ଏମିତି ଓଲଟେଇ ଡରି ହଉଛି ଯଦି ଏଡେ ଡିମ୍ବ ଫଳ ଭଳିଆ ଆଖି ଗୋଟେ ବାହାରିଥିବ ଡୁଳା ଗୁଡାକ ଦେଖିଲେ ଆଉ ଦାନ୍ତ ବାହାରିଥିବ କଳା କଳା ଦାନ୍ତ ଯିଏ ଖଇନି ଖାଇବା ଦାନ୍ତ ଭଳିଆ ଦାନ୍ତ ବାହାରିକି ବିକଟାଳ ଦେଖାଉଥିବ ଶିଙ୍ଗ ବାହାରିଥିବ ତାମ୍ର କେଶ ତମ୍ବା ତାର ଭଳିଆ ତମ୍ବା ତାର ଠିଆ ନଖ ଆଉ କେତେ ଦୂତ ଅଛନ୍ତି ଚାଲୁଥିବେ ଆଗକୁ ଅନଉଥିବେ ପଛପଟକୁ ବେକ ପଟେ ବୁଲି ଯାଇଥିବ ଏମିତି ବୁଲିଥିବେ କାରଣ ଖାଲି ମାନେ ଅଠପଟ ନଥିବ କିଛି ଦାନ୍ତ ଦେଖାଉଥିବ ମାନେ ଦେଖିଲା ମାନେ ତ ତେଣୁ ଜଣେ ମୃତ୍ୟୁବରଣ କରନ୍ତି ସେମାନେ ଜାଣିଛନ୍ତି କଣ କରନ୍ତି ଝାଡା ପରିସ୍ରା କରିଛନ୍ତି ଦେଖିଛନ୍ତି ଅନ୍ତିମ ଦେଖିବେ ପ୍ରାୟ ଲୋକ ଝାଡା ପରିସ୍ରା କରିଛନ୍ତି ଭୟରେ ପୁରା ଜନ୍ମ ଗୋଟେ କଷ୍ଟ ମୃତ୍ୟୁ ଗୋଟେ କଷ୍ଟ ମନେ ରଖନ୍ତୁ ଗୀତାରେ କଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଃଖାଣ ଦର୍ଶନ ଚାରିଟା ଭାରି ଦୁଃଖ ଭାରି କଷ୍ଟ ମାତୃଗର୍ଭଟା ବହୁତ କଷ୍ଟ ନାହିଁ ବହୁତ କଷ୍ଟ କଙ୍କଡା ବିଛା ହଜାରଟି କଙ୍କଡା ବିଛା ଯେତିକି କଷ୍ଟ ଆଜ୍ଞା ସେତିକି ମାତୃଗର୍ଭରେ ମୃତ୍ୟୁ ମଧ୍ୟ ସେଇଭଳିଆ କଷ୍ଟ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଃଖାଣ ଦର୍ଶନ ଚାରିଟା ଭାରି ଦୁଃଖ ଭାରି କଷ୍ଟଦାୟୀ କଣ ମାନେ ଏମିତି ମାନେ ମାନେ ଏଭଳିଆ ଅବସ୍ଥା ତ ସେମାନେ ଆସିକି ଯଦି ଦେଖିଦେଲେ ଏମାନଙ୍କୁ ଦେଖିଦେଇକି ଏମାନଙ୍କୁ ମାନେ ଇଆ ଦେଖିଦେଇକିରି ୟାର ତ ଅବସ୍ଥା ଯାହା ବୁଝିଲେ ନା ଇଆରେ ଯୋଉ କଷ୍ଟ ହଉଛି ଆଉ ଯମଦୂତ ଆସି କଥା ହଉଛନ୍ତି ଯମଦୂତ ଆସି କଥା ହଉଛନ୍ତି ଆରେ ୟାକୁ ନେବା ଆମେ ନେଇକି ଯିବା ବୁଝେ ନା ମୁଁ ମରିଯାଇଛି କୋଉଠି ଅଛି କାରଣ ତୁ ମରିନୁ ତତେ ନେଇକି ଯିବୁ ଆମେ ତତେ ଆମେ ନେଇକି ଯିବୁ କିନ୍ତୁ ଯମରାଜ ମନା କରିଛନ୍ତି ଥରେ ଯିଏ ହରିଭଜନ କରିତେ ଇଏ ସେଥିରେ କଣ କରୁଛନ୍ତି ଇଏ ଗାଁରେ ଥିବା ସମୟରେ ଗ୍ରାମରେ ଥିବା ସମୟରେ କେବେ କେବେ ଯୋଉ ହରି କଥା ହୁଏ ହରି କୀର୍ତ୍ତନ ହୁଏ ସେ ଯୋଗଦାନ କରିଛନ୍ତି ବୁଝିଲେ ଟିକେ ହରି କଥା କୀର୍ତ୍ତନ ଶୁଣିଛନ୍ତି ଯୋଗଦାନ କରିଛନ୍ତି ଶୁଣିଛନ୍ତି କିନ୍ତୁ ଏ ଭଗବତ କାର୍ଯ୍ୟ ସେ କରିଛନ୍ତି ସେ ଭଗବତ କାର୍ଯ୍ୟ ପାଇଁ ଏମାନେ କହିଲେ ନାଇଁ ଆକୁ ଆମେ ଫେରିଯିବା ପୁଣି ଯମରାଜକୁ ପଚାରିବା ଏଇ କାର୍ଯ୍ୟ ଯଦି କରିଛି ଆକୁ ଆମେ ନେବା କି ନାହିଁ ପଚାରିକି ଆସିବା ସେ ପଳେଇଗଲା ସେମାନେ ଚାଲିଗଲେ ଚାଲିକି ତାପରେ ଇଏ ଯେ ଯମକୁ ଦେଖିଦେଇଛି ଆର ଅବସ୍ଥା ଇଏ ମାନେ ଇଏ ଭାବିଲେ ମୁଁ ଜମପୁରୀରେ ଅଛି ନା କହୁଛି ମାନେ ସେ ତ ଆଉ କିଛି ଦେଖାଯାଉନି ଆଉ